ଆପଣ ମୋର ସବୁ ଆବାଜ ଶୁଣି ପାରୁଛନ୍ତି ତ ଆପଣ ମାନେ? ହଁ। ତେବେ ଆଜି ଧ୍ୟାନ ନିମନ୍ତେ ଈଶ୍ୱରଙ୍କର ପବିତ୍ର ବାକ୍ୟରୁ ଗୋଟିଏ ଅଂଶ ପାଠ କରିବା, ଯାହା ଆମ୍ଭେମାନେ ପ୍ରାପ୍ତ ହେବା ଆଦି ପୁସ୍ତକ ତାର 6 ପର୍ବ, ଆଦି ପୁସ୍ତକ 6 ପର୍ବ ତାର 8 ପଦ ଏବଂ 9 ପଦ। ବାଇବଲର ପ୍ରଥମ ପୁସ୍ତକ ଆଦି ପୁସ୍ତକ ତାର 6 ପର୍ବ 8ମ ପଦ ଏବଂ 9ମ ପଦ। ଏଠାରେ ଏପରି ଲେଖା ଅଛି, ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ନୋହଙ୍କର ବଂଶାବଳୀ ଏହି, ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱରଙ୍କର ସହିତ ଗମନାଗମନ କଲେ। ଏଇଯା ଈଶ୍ୱରଙ୍କର ପବିତ୍ର ବାକ୍ୟ। ଯେଉଁମାନେ ଈଶ୍ୱରଙ୍କର ପବିତ୍ର ବାକ୍ୟ ଶୁଣନ୍ତି ଏବଂ ପାଳନ କରନ୍ତି, ବରଞ୍ଚ ସେମାନେ ଧନ୍ୟ। ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ବାକ୍ୟରୂପୀ ସର୍ବଜଗତର ସୃଷ୍ଟିକର୍ତ୍ତା ମହାନ ପରମେଶ୍ୱର, ତୁମ୍ଭକୁ ପ୍ରଶଂସା, ଧନ୍ୟବାଦ, ଗୌରବ ଯୁଗେ ଯୁଗେ କରୁଅଛୁ। ତୁମରି ଅପାର ଅନୁଗ୍ରହ ଏବଂ ଦୟା ଦ୍ୱାରା ଗତ ରାତ୍ରର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ଉଦ୍ଧାର କରି ଆଜି ଏହି ସୁପ୍ରଭାତରେ ଅନଲାଇନ ମାଧ୍ୟମରେ ତୁମରି ଦାସ ଦାସୀ ମାନଙ୍କର ସହିତ ସମ୍ମିଳିତ ଭାବରେ ତୁମରି ଉପାସନା, ଆରାଧନା, ସ୍ତୁତି, ପ୍ରଶଂସା କରୁ କରୁ ତୁମରି ପବିତ୍ର ବାକ୍ୟର ଅଳ୍ପ ଅଂଶକୁ ଆମ୍ଭେମାନେ ଆଲୋଚନା କରିବାକୁ ଯାଉଅଛୁ। ହେ ପ୍ରଭୁ, ତୁମରି ବାକ୍ୟ ପବିତ୍ର ଏବଂ ଶକ୍ତିଯୁକ୍ତ ଅଟେ। ତୁମରି ପବିତ୍ର ବାକ୍ୟ ଦ୍ୱାରା ତୁମେ ସର୍ବ ଜଗତକୁ ତୁମେ ସୃଷ୍ଟି କରିଅଛ। ତୁମରି ପବିତ୍ର ବାକ୍ୟ ମନୁଷ୍ୟର ଜୀବନର ଏକ ଶକ୍ତି ଅଟେ ଏବଂ ତୁମରି ପବିତ୍ର ବାକ୍ୟକୁ ପ୍ରଭୁ ନିଜ ଠାରୁ ଉର୍ଦ୍ଧ୍ୱରେ ସ୍ଥାନ ଦେଇଅଛ। ଆଜି ସେହି ପବିତ୍ର ବାକ୍ୟକୁ ଆମମାନେ ଆଲୋଚନା କରିବାକୁ ଯାଉଅଛୁ। ଆମମାନଙ୍କୁ ଜ୍ଞାନ, ବୁଦ୍ଧି, ବଳ, ଶକ୍ତି ତୁମେ ଉର୍ଦ୍ଧ୍ୱ ଠାରୁ ତୁମେ ଦାନ କର। ତୁମରି ପବିତ୍ର ବାକ୍ୟ ଶୁଣିବେ, ବୁଝିବେ, ଜାଣିବେ ଏବଂ ତୁମରି ପବିତ୍ର ବାକ୍ୟକୁ କେନ୍ଦ୍ର କରି ଏକ ପବିତ୍ର ଖ୍ରୀଷ୍ଟୀୟ ଜୀବନ ଯାପନ କରିପାରିବୁ ଆମେ ପ୍ରତ୍ୟେକ ଏଥି ନିମନ୍ତେ ତୁମେ ସାହାଯ୍ୟ କର। ଅନଲାଇନ ମାଧ୍ୟମରେ ରହିଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ତୁମରି ଚରଣ ତଳେ ଦେଉଅଛୁ। ପ୍ରତ୍ୟେକଙ୍କୁ ତୁମରି ପବିତ୍ର ଡେଣା ତଳେ ଆବରି ରଖି ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ଆମ ପ୍ରତ୍ୟେକଙ୍କୁ କଥା କୁହ। ସକଳ ନିବେଦନକୁ ତୁମରି ଚରଣ ତଳେ ଦେଇ ପ୍ରାର୍ଥନା ବାକ୍ୟ ରୂପୀ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁ। ଆମେନ୍। ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ହେଉ, ପ୍ରଶଂସା ହେଉ, ଗୌରବ ହେଉ, ଯେହେତୁ ପ୍ରଭୁ ତାଙ୍କରି ମହାନ ଅସୀମ ଏବଂ ଅପାର ପ୍ରେମ ଏବଂ ଅନୁଗ୍ରହ ଦ୍ୱାରା 2024 ମସିହାର ପ୍ରତ୍ୟେକ ବିପଦ ଆପଦ ଶତ୍ରୁ ଶୈତାନରୁ ଉଦ୍ଧାର କରି ଆମମାନଙ୍କୁ 2025ରେ ପଦାର୍ପଣ କରିବା ନିମନ୍ତେ ସାହାଯ୍ୟ କଲେ ଏବଂ ଆଜି ଅନଲାଇନ ମାଧ୍ୟମରେ ଆମେ ସମସ୍ତେ ଜଡ଼ିତ ହେବାର ଅବକାଶ ପ୍ରାପ୍ତ ହୋଇଅଛୁ। ଏବଂ ମଧ୍ୟ ଧନ୍ୟବାଦ ଦେବି ଯେ ଏହି ମର୍ଣ୍ଣିଂ ପ୍ରେୟାରର ପ୍ରତ୍ୟେକ ଅର୍ଗାନାଇଜ କମିଟିକୁ ମଧ୍ୟ, ଯେଉଁମାନେ କି ଈଶ୍ୱରଙ୍କର ପବିତ୍ର ଉପାସନାରେ ନିଜର ଜୀବନକୁ ଗଢ଼ି ତୋଳିବା ନିମନ୍ତେ ପ୍ରୟାସ ଆଜି ପର୍ଯ୍ୟନ୍ତ କରୁଅଛନ୍ତି ଏବଂ ଏହି ସୁପ୍ରଭାତରେ ଈଶ୍ୱରଙ୍କର ନାମର ସହିତ ସେମାନଙ୍କର ଦୈନନ୍ଦିନ ଜୀବନର କାର୍ଯ୍ୟକୁ ପ୍ରାରମ୍ଭ କରିବାକୁ ଯାଉଅଛନ୍ତି। ପ୍ରିୟ ମଣ୍ଡଳୀ, ଆମ୍ଭେମାନେ ଆଜି ପବିତ୍ର ବାକ୍ୟ ମଧ୍ୟକୁ ଯିବା। ଆମେ ଏପରି ଏକ ଜଗତରେ ବାସ କରୁଅଛୁ ଯେଉଁ ଜଗତର ପ୍ରଭୁ ହେଉଛନ୍ତି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି। ବିଜ୍ଞାନ
शिल्पी ए दुईटी डिपार्टमेंट रो जहा स्टेटमेंट रही से स्टेटमेंट गोटे अल्टीमेट बोली कहा जाए से माने जहा स्टेटमेंट दियंती ताहाकु केही मध्य आउ कोन करि पारे नाही अवमानना करि पारे नाही एवं से माने जहा उद्भावन करू अछंती से उद्भावन को मध्य मानिबा को बाध्य होंती उदाहरण स्वरूप 1543 मसीहारे निकोलास कॉपर्नस बोली जने साइंटिस्ट एस्ट्रोनॉमर से प्रथम थर करी से हेलियोसेंट्रिक रो प्रस्ताव देइथिले से हेलियोसेंट्रिक माने कोन अछि सूर्य गोटे जगह रे अछि पृथ्वी तार चतुर्पार्श्व रे घुरुछि बोली किंतु अनेक लोक ताकू को अवमानना कले एवं ता पूर्वरु ए जगत जिओसेंट्रिक रहिथिला जिओसेंट्रिक माने पृथ्वी गोटे स्थान रे अछि सूर्य तार चतुर्पार्श्व रे बुलुछि बोली आउ जगतर प्रत्येक लोक ताहाकू मानुथिले एवं टेक्नोलोजी रो मध्य एपुरी एक शक्ति अछि से जहा तैयारी करे ताहा लोक माने किनिबा को बाध्य अटंती आमाने जेते बेले छोट थिलु से समय रे गोटे छुरी सहित आलू हेउ कि प्याज हेउ आमे माने काटू थिलु किंतु आज आउ से सब नाही टेक्नोलोजी एमती डेवलप हे गलानी जे गोटे प्याज को गोटे थरो मशीन रे पकई दी कि आमे जति ताको चापी देवा तेबे सब विभिन्न फाळ हे कि रहि जिवो से आलू मध्य ठीक सेमती विभिन्न टेक्नोलोजी बाहरला और से टेक्नोलोजी रे आमे माने बुडी जाइछु प्रकृत रे एको एपुरी एको जगत रे अछु जो जगत की आमान को उत्तम डायरेक्शन रे नेउ नाही कोटे उत्तम दिग्दर्शन से प्रदान करू नाही किंतु एज ए क्रिश्चियन भाव रे जगत जो आड़े जाए जदि हमरो क्रिश्चियन सियाड़े जाए तेबे ताहाकू एक डेड क्रिश्चियन बोली कहा जाए एक मृत क्रिश्चियन जेमती उदाहरण स्वरूप गोटे मृत माछ जल प्रवाहित दिगरे से गति करि थाए किंतु एक जीवंत माछ जगतर विपरीत दिग को से यात्रा करि थाए प्रिय मंडली मुझे कहवाक चाहे ए जे क्रिश्चियन भाव रे जगत जुआड़े जाउछि जदि आमे सियाड़े जिबा तेबे वी आर ए डेड क्रिश्चियन किंतु जगतर विपरीत दिग को जदि आमाने जिबा ताहेले वी आर ए लिविंग क्रिश्चियन गोटे जीवंत क्रिश्चियन अटु प्रिय मंडली बाइबल रे जदि आमाने देखु आदि पुस्तक रे जेते बेले आदम एवं हवा ईश्वरंकर आज्ञा को अवमानना करी पाप कले जा आदि पुस्तक 3 पर्व मध्य रे देखु जे ईश्वर जहा कहिथिले से माने ताहा विरुद्ध रे पाप कले तमे समस्त वृक्षर फल खाई पारो किंतु उद्यानर मध्यस्थित सत्सद ज्ञानदायक वृक्षर फल तुमे खाइब नाही बोली प्रभु आज्ञा देथिले किंतु सेही वृक्षर फल से माने भोजन करी जगतरे पाप प्रवेश कराइले द्वितीय रे आदि पुस्तक 4 पर्व रे जदि हम देखिबा 3 एवं 4 रे सेठारे मध्य कोइनो अपना भाई हेबोलन को से हत्या कले जाको कहा जाए बाइबल रो फर्स्ट मर्डर बोली एवं दिनो को दिनो आदि पुस्तक 3 पर्व 4 पर्व 5 पर्व 6 पद जदि आपण माने पढ़िबे ताहेले जे नोहंकर समय पर्यंत
ଜଗତରେ ଦିନକୁ ଦିନ ପାପ ବୃଦ୍ଧି ହେଉଥିଲା। Men had progress a great deal in science and technology. ଆପଣ ମାନେ 3 ପଦରୁ ଆପଣ ମାନେ 6 ପର୍ବ ପର୍ଯ୍ୟନ୍ତ ଯଦି ଆପଣ ମାନେ ଅଧ୍ୟୟନ କରିବେ, ସେଠାରେ ମନୁଷ୍ୟ ସାଇନ୍ସ ଏବଂ ଟେକ୍ନୋଲୋଜିର ଅଭିବୃଦ୍ଧି ସେ କରୁଛି। ଆପଣ ଯଦି ପଢିବେ ଯେ ଆଦି ପୁସ୍ତକ 4 ପର୍ବ 17 ପଦ ମଧ୍ୟରେ ସେଠାରେ ଲେଖା ଅଛି ଯେ ଆଉ କଇନ ଆପଣା ଭାର୍ଯ୍ୟାର ସହବାସ କରନ୍ତି, ସେ ଗର୍ଭବତୀ ହୋଇ ହନକଙ୍କୁ ପ୍ରସବ କଲେ। ପୁଣି ସେ ଏକ ନଗର ନିର୍ମାଣ କରି ଏକ ନଗରକୁ ନିର୍ମାଣ କରିଛନ୍ତି। କେମିତି ବିଲ୍ଡଅପ୍ କରୁଛନ୍ତି, କନଷ୍ଟ୍ରକ୍ସନ ବିଲ୍ଡଅପ୍, ସାଇନ୍ସ ଟେକ୍ନୋଲୋଜିର ଅଭିବୃଦ୍ଧି କେମିତି ହେଉଛି। The kind was then building a city, ଗୋଟେ ନଗର ଗୋଟେ ସେ ନିର୍ମାଣ କଲେ। ଗୋଟେ ହ୍ୟୁମାନ, ଗୋଟେ ମ୍ୟାନ ସେ ନଗର ନିର୍ମାଣ କରୁଛନ୍ତି। ଦ୍ୱିତୀୟରେ ଯଦି ଆମେ ଦେଖୁ, ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ were made by man, ଗୋଟେ ବାଦ୍ୟଯନ୍ତ୍ର ମଧ୍ୟ ସେଇ ସମୟରେ ନିର୍ମାଣ ହୋଇଥିଲା, ଯାହା ଆଦି ପୁସ୍ତକ 4 ପର୍ବ ତାର 21 ପଦରେ ଲେଖା ଅଛି, ତାହାର ଭାଇ ଯୁବଲ ସେ ବୀଣା ଓ ବଂଶୀ ବାଦକ ମାନଙ୍କର ଆଦି ପୁରୁଷ ଥିଲା। ଆଶ୍ଚର୍ଯ୍ୟ ହୋଇଯାଏ ଯେ ସାଇନ୍ସ ଟେକ୍ନୋଲୋଜି ଆଜି ହିଁ ବୃଦ୍ଧି ପାଉଛି ବୋଲି ମୁଁ କହୁ ନାହିଁ, କିନ୍ତୁ ସୃଷ୍ଟିରେ 4 ପର୍ବରେ ଆମେ ଦେଖୁଛୁ, ଆଦି ପୁସ୍ତକ 4 ପର୍ବରେ ସାଇନ୍ସ ଏବଂ ଟେକ୍ନୋଲୋଜିର ଅଭିବୃଦ୍ଧି ହେଉଛି। ତୃତୀୟ ବିଷୟ ମୁଁ କହିବାକୁ ଚାହେଁ, ଆଦି ପୁସ୍ତକ 4 ପର୍ବ 22 ପଦରେ ଏଠି ଲେଖା ଅଛି, ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲେ। ମାନେ ସେ ପିତ୍ତଳ ଏବଂ ବା the tools were made by bronze and iron ବୋଲି କରି ସେଇଠି ଲେଖା ଅଛି। ପିତ୍ତଳ ଏବଂ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣ କରାଯାଉଥିଲା ସେଇ ସମୟରେ। କେମିତି ସାଇନ୍ସ ଏବଂ ଟେକ୍ନୋଲୋଜିର ଅଭିବୃଦ୍ଧି ଆଜି ହେଉଛି ବୋଲି ଆମେ ଭାବୁ, କିନ୍ତୁ ସୃଷ୍ଟିରେ ମଧ୍ୟ ସେଟା ଅଭିବୃଦ୍ଧି ହୋଇଛି। ଆଦି ପୁସ୍ତକର 4th ଅଧ୍ୟାୟରେ ଆମେ ମାନେ ଦେଖୁଛୁ ସାଇନ୍ସ ଏବଂ ଟେକ୍ନୋଲୋଜିର ଅଭିବୃଦ୍ଧି ବିଷୟରେ। ପ୍ରିୟ ମଣ୍ଡଳୀ, ମନୁଷ୍ୟ ମାନେ କେବଳ ସାଇନ୍ସ ଆଉ ଟେକ୍ନୋଲୋଜିର ଅଭିବୃଦ୍ଧି ହେଲେ ତାହା ନୁହେଁ, କିନ୍ତୁ ଦ୍ୱିତୀୟରେ ମୁଁ କହିବାକୁ ଚାହେଁ, ସିନ୍ ଇନ୍ ଏ ଡେଭଲପମେଣ୍ଟ ୱାର୍ଲଡ, ସେ ସମୟରେ ପାପ ମଧ୍ୟ ପ୍ରତିଦିନ ବଢିବାକୁ ଲାଗିଲା। ପ୍ରଥମ ବିଷୟ ଯେ ମୋରାଲ ଡିଗ୍ରେଡେସନ, ଯୋଉ ନୈତିକ ଜୀବନ ଥିଲା ସେମାନଙ୍କର, ଈଶ୍ୱରଙ୍କର ଲୋକମାନଙ୍କର ଯୋଉ ନୈତିକ ଜୀବନ ଥିଲା, ସେ ନୈତିକ ଜୀବନ ଦିନକୁ ଦିନ ହ୍ରାସ ପାଇବାକୁ ଲାଗିଲା, ଯାହା ଆଦି ପୁସ୍ତକ 4 ପର୍ବ 19 ପଦ ମଧ୍ୟରେ ଲେଖା ଅଛି ପଲିଗାମି ମ୍ୟାରେଜ ଉପରେ। ସେଠି ଲେଖା ଅଛି ଯେ ଏହି ଲେମୁକ 2 ସ୍ତ୍ରୀ ବିବାହ କଲେ, ଏକର ନାମ ଓଦା ଓ ଅନ୍ୟର ନାମ ସିଲା ଥିଲା। ପଲିଗାମି ମ୍ୟାରେଜ, ଈଶ୍ୱରଙ୍କର ଲୋକମାନେ ପଲିଗାମି ମ୍ୟାରେଜରେ ଆବୃତ ଥିଲେ। ଏବଂ ଏବ୍ୟୁଜ ଅଫ ମ୍ୟାରେଜ ମଧ୍ୟ ରହିଥିଲା, ମାନେ ବିବାହର ଅପବ୍ୟବହାର, ଯାହା ଆଦି ପୁସ୍ତକ 6 ପର୍ବ 1 ପଦ ଏବଂ 2 ପଦ ମଧ୍ୟରେ ଯଦି ଦେଖିବା, ସେଠାରେ ଲେଖା ଅଛି, ପରମେଶ୍ୱରଙ୍କର ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତ ମଧ୍ୟରୁ ବିବାହ କରିବାକୁ ଲାଗିଲେ ବୋଲି ଲେଖା ଅଛି ସେଠି। ଯାହାକୁ ଯେମାନେ ଯେମିତି ପସନ୍ଦ କଲେ ସେମିତି ବିବାହ ହେବାକୁ ଲାଗିଲେ। ଏବ୍ୟୁଜ ଅଫ ମ୍ୟାରେଜ, ମ୍ୟାରେଜର ଅପବ୍ୟବହାର। ଦ୍ୱିତୀୟରେ ଆମେ ଦେଖୁ ଯେ କେମିତି ପାପ ଅଭିବୃଦ୍ଧି ହୋଇଛି, କରପ୍ଟ ଲିଡର୍ସ ମାନେ ମଧ୍ୟ ଅଭିବୃଦ୍ଧି ହେଲେ ସେ ସମୟରେ। ଆଦି ପୁସ୍ତକ 6 ପର୍ବ 4 ପଦ ମଧ୍ୟରେ ଏଠି ଲେଖା ଅଛି, 6 ପର୍ବ 4 ପଦରେ, ସେଇ ସମୟରେ ପୃଥିବୀରେ ମହାବୀରଗଣ ଥିଲେ, ପୁଣି ତହିଁ ଉତାରେ ପରମେଶ୍ୱରଙ୍କର ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତି, ସେମାନଙ୍କ ଠାରୁ ସନ୍ତାନ ଗଣ ଜାତ ହେଲେ, ସେମାନେ ମଧ୍ୟ ପୂର୍ବ କାଳର ପ୍ରସିଦ୍ଧ ବୀର ଥିଲେ। ମହାବୀର ଗଣ ଈଶ୍ୱରଙ୍କର ପୁତ୍ର ମାନେ ମହାବୀର ଗଣ ଥିଲେ ଏବଂ ମନୁଷ୍ୟମାନଙ୍କର କନ୍ୟାଗଣକୁ ସେମାନେ ସହବାସ କରିଲେ। There is no moral
ମାନେ ମୋରାଲିଟି, ସେଠି କୌଣସି ନୈତିକ ଜୀବନ କିଛି ନାହିଁ। ନୈତିକ ଜୀବନ ଦିନକୁ ଦିନ ହ୍ରାସ ପାଇବାକୁ ଲାଗୁଛି। କରପ୍ଟ ଲିଡର୍ସ ମାନେ ବାହାରିଲେ, ମ୍ୟାରେଜ କୁ ଅପବ୍ୟବହାର କଲେ, ପଲିଗାମୀ, ଏକରୁ ଅଧିକ ବିବାହ ସେମାନେ କଲେ। ତୃତୀୟରୁ ମଧ୍ୟ ଲେଖା ହଉଛି ୱିକେଡନେସ୍ ଆଣ୍ଡ ଭାଇଲେନ୍ସ, ଯାହାକି ଆଦି ପୁସ୍ତକ 6 ପର୍ବ 5 ପଦରେ ଯେ ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏତେ ପାପ ବଢିବାକୁ ଲାଗିଲା, ମନୁଷ୍ୟର ଯୋଉ ହୃଦୟର କଳ୍ପନା, ଭାବନା, ଚିନ୍ତା ପ୍ରତ୍ୟେକ ବିଷୟ ମନ୍ଦ ମାତ୍ର ହୋଇଗଲା। ପ୍ରିୟ ମଣ୍ଡଳୀ, ସେଠି ନୁହେଁ ପ୍ରିୟ ମଣ୍ଡଳୀ, ଆଲକୋହଲିଜମ ମାନେ ମଦ୍ୟପାନରେ ବୁଡ଼ିଗଲେ। ଇମାର୍ସ with the alcoholism, ମଦ୍ୟପାନରେ ବୁଡ଼ିଗଲେ, ଯାହାକି ମାଥ୍ୟୁ 24 ପର୍ବ 37 ପଦ ମଧ୍ୟରେ ଯଦି ଦେଖୁ, ଯୀଶୁ କହନ୍ତି ଯେ ନୋହଙ୍କ ସମୟରେ ଲୋକେ ଭୋଜନ ପାନ, ବିବାହ ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ ବୋଲି ଲେଖା ଅଛି। ଖାଇବା ପିଇବା, ମଦ ମାଂସ, ନାନା ଆଲରାରେ ସେମାନେ ନିବୃତ୍ତ ଥିଲେ ନିଜର ଜୀବନକୁ। ପ୍ରିୟ ମଣ୍ଡଳୀ, କନସିକ୍ୱେନ୍ସ ଅଫ ମ୍ୟାନ୍ ସିନ୍, ମନୁଷ୍ୟର ପାପର ପ୍ରତିଫଳ କଣ? ଯେ ମନୁଷ୍ୟର ପାପର ପ୍ରତିଫଳ ହେଉଛି ଯେ God was grieved, ଈଶ୍ୱର ରୋଦନ କଲେ, ବିଳାପ କଲେ ଏବଂ କାନ୍ଦିଲେ। ଆଶ୍ଚର୍ଯ୍ୟ। ଆଦି ପୁସ୍ତକ 6 ପର୍ବ 7 ପଦ ମଧ୍ୟରେ ଲେଖା ଅଛି, ତହିଁରେ ସଦାପ୍ରଭୁ କହିଲେ, ଆମେ ଭୂମଣ୍ଡଳରୁ ଆପଣା ସୃଷ୍ଟି ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଓ ଉରଗାମୀ ଜନ୍ତୁ ଓ ଖେଚର ପକ୍ଷୀ ଗଣକୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। God is grieved, God was grieved, ଈଶ୍ୱର ଅନୁତାପ କଲେ, ଈଶ୍ୱର କ୍ରନ୍ଧନ କଲେ, ବିଳାପ କଲେ। ସେ ସମୟରେ NRSV ବାଇବଲରେ ଲେଖା ହଉଛି I am sorry ବୋଲିକି ଲେଖା ଅଛି। ମୁଁ ବହୁତ ଦୁଃଖିତ, ମୁଁ ବହୁତ ଅନୁତପ୍ତ। କେତେବେଳେ ଆମେ I am sorry ବୋଲି କହିଥାଉ? ଯେତେବେଳେ ଜଣେ ଲୋକ ଭୁଲ କରିଥାଏ, ଯେତେବେଳେ ନିଜର ଭୁଲକୁ ସେ ଚିହ୍ନେ, ମୁଁ ଭୁଲ କଲି ବୋଲିକି, ସେତେବେଳେ କହିଥାଏ I am sorry, and God says like this, ଈଶ୍ୱର ମଧ୍ୟ ସେ କଥା କହିଲେ I am sorry, ମୁଁ ବହୁତ ଦୁଃଖିତ ଯେ ମୁଁ ମନୁଷ୍ୟକୁ ନିର୍ମାଣ କରି ମୁଁ ଭୁଲ କାର୍ଯ୍ୟ କରିଛି ବୋଲି କରି ସେ କହିଲେ। ଆଉ ଗୋଟିଏ ବିଷୟ ଈଶ୍ୱର କହିଲେ, ତାଙ୍କରି ମହାନ ବିଚାର, ଦ ସଭରେଣ୍ଟି ଜଜମେଣ୍ଟ କୁ ସେ ପ୍ରକାଶ କଲେ ଜଗତ ମଧ୍ୟରେ। କେମିତି କଲେ? ଯଦି God destroy the wicked and spares the righteous, ଈଶ୍ୱର ପ୍ରତ୍ୟେକ ଦୁଷ୍ଟ ଲୋକମାନଙ୍କୁ ସେ ବିନାଶ କରିବାକୁ ସେ ପ୍ରୟାସ କଲେ, ଇଚ୍ଛା କଲେ, ଆକାଂକ୍ଷା କଲେ, ଏବଂ ପ୍ରତ୍ୟେକ ଧାର୍ମିକ ଲୋକମାନଙ୍କୁ ଈଶ୍ୱର ସେ ବଞ୍ଚାଉଅଛନ୍ତି ବା ଜୀବିତ ରଖୁଅଛନ୍ତି। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର କ୍ୟାରେକ୍ଟର ତାହା ଯେ God ଧାର୍ମିକ ମାନଙ୍କୁ ସେ କଣ କରିଛନ୍ତି? ପ୍ରେମ କରୁଛନ୍ତି ଏବଂ ଦୁଷ୍ଟ ମାନଙ୍କୁ ସେ ବିନାଶ କରୁଅଛନ୍ତି। Godର ଅଲ୍ଟିମେଟ କ୍ୟାରେକ୍ଟର ସେଇଟାକୁ ଆମେ ଦେଖିବା। ଖ୍ରାଇଷ୍ଟର କ୍ୟାରେକ୍ଟରକୁ ଆମେ ପଛରେ ଆମେ ଚିନ୍ତା କରିବା, ବଟ୍ Godର କ୍ୟାରେକ୍ଟର ଆମେ ଦେଖୁଛୁ ଯେ God destroy the wicked, ସେ ଦୁଷ୍ଟ ମାନଙ୍କୁ ସେ ବିନାଶ କଲେ ଏବଂ ସେ ଧାର୍ମିକ ମାନଙ୍କୁ ଜଗତରେ ସେ ବଞ୍ଚାଇବାକୁ ଚେଷ୍ଟା କଲେ। କାହିଁକି ଧାର୍ମିକ ମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ? କାରଣ ଈଶ୍ୱର ସେ ପୁରାତନ ବା ପାପମୟ ପୃଥିବୀକୁ ବିନାଶ କରିବାକୁ ଚେଷ୍ଟା କଲେ। ଈଶ୍ୱର କେବେ ବି ଚାହିଁଲେ ନାହିଁ ଏ ଜଗତରେ ଗୋଟେ ପାପୀ, ଗୋଟେ ଅଧାର୍ମିକ, ଅନଗଡଲି ପିପୁଲ ମାନେ ଏ ଜଗତରେ ବଞ୍ଚନ୍ତୁ, ଏହା ଈଶ୍ୱରଙ୍କର ଇଚ୍ଛା ନାହିଁ। ଈଶ୍ୱର ଏ ଜଗତକୁ ଏକ ଉତ୍ତମ ଭାବରେ ସୃଷ୍ଟି କଲେ, ଆଉ ସବୁବେଳେ ଈଶ୍ୱରଙ୍କର ଆକାଂକ୍ଷା ଏବଂ ଆଶା ଥିଲା, ପ୍ରିୟ ମଣ୍ଡଳୀ, ଯେ ତାଙ୍କରି ଲୋକ ପବିତ୍ର ହୋଇ, ଧାର୍ମିକ ହୋଇ, ସାଧୁ ହୋଇ ଈଶ୍ୱରଙ୍କର ସହିତ ଗମନାଗମନ କରିବେ। ଏହା ଈଶ୍ୱରଙ୍କର ଆଶା ଏବଂ ଆକାଂକ୍ଷା ଥିଲା। ଆଉ ଈଶ୍ୱର ସେମିତି ଏହି ପୃଥିବୀକୁ ସେ ଗଠନ କରିବାକୁ ସେ ପ୍ରୟାସ କଲେ। ସେହି ଜଗତରେ
ଜଗତରେ ଜଣେ ବ୍ୟକ୍ତିଙ୍କୁ ଦେଖିଲେ ପ୍ରିୟ ମଣ୍ଡଳୀ, ତାହା ସେ ହେଉଛନ୍ତି ନୋହ, ନୋଆ ବୋଲି କୁହାଯିବ। ଏ ନୋହଙ୍କ ବ୍ୟତୀତ କେହି ମଧ୍ୟ ଈଶ୍ୱରଙ୍କର ଦୃଷ୍ଟିରେ ଧାର୍ମିକ, ପବିତ୍ର ଏବଂ ସାଧୁ ଦେଖାଗଲେ ନାହିଁ। ଆଜି ପ୍ରତ୍ୟେକ ରିଲିଜିୟନ ଅଛି, ନନ୍ ରିଲିଜିୟନ ବି ଅଛନ୍ତି ଜଗତରେ। ଅନେକ ଧର୍ମ, ଅନେକ ଭାଷା, ଅନେକ ଜାତି, ଅନେକ ନିର୍ବିଶେଷର ଲୋକମାନେ ବାସ କରୁଛନ୍ତି। ନନ୍ ରିଲିଜିୟନ ପିପୁଲ ମଧ୍ୟ ବାସ କରୁଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ ଦ ଖ୍ରୀଷ୍ଟିଆନ ଇଜ ଏ ୟୁନିକ୍ ରିଲିଜିୟନ। ୟୁନିକ୍ ମାନେ କଣ କହିବେ ତାକୁ, ୟୁନିକ୍ କ୍ୟାରେକ୍ଟର ସୁଡ୍ ବି ଇନ୍ ଖ୍ରୀଷ୍ଟିଆନ ଲାଇଫ। ମାନେ ଗୋଟେ ୟୁନିକ୍ ଧର୍ମ ସେଇଟା। এই ଜଗତର ପ୍ରତ୍ୟେକ ଧର୍ମ ଠାରୁ ଖ୍ରୀଷ୍ଟିଆନ ଧର୍ମ ହେଉଛି ଗୋଟେ ୟୁନିକ୍ ଧର୍ମ। ଆରେ ସେଇ ଧର୍ମରେ ଆମେ ମାନେ ଜୀବନ ଯାପନ କରୁଅଛୁ। ତ ସେଥିପାଇଁ ମୁଁ କହିବି ଯେ ଏଠି ଲେଖା ଅଛି ନୋହ ସଦାପ୍ରଭୁଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ଆଜି ପ୍ରତ୍ୟେକ ଖ୍ରୀଷ୍ଟିଆନ ସଦାପ୍ରଭୁଙ୍କର ଦୃଷ୍ଟିରେ ଅନୁଗ୍ରହ ପାଇଛନ୍ତି। ପ୍ରିୟ ମଣ୍ଡଳ, এই ପାପମୟ ଜଗତରେ ବଞ୍ଚୁ ବଞ୍ଚୁ କିପରି ଆମେ ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପାଇବା ବା ଈଶ୍ୱରଙ୍କର ଦୃଷ୍ଟିରେ ଆମେ ଅନୁଗ୍ରହ ପାଇ ବଞ୍ଚିବା, ତାହା ହେଉଛି ଆମମାନଙ୍କର ଜୀବନର ସବୁଠାରୁ ସର୍ବଶ୍ରେଷ୍ଠ ଚରମ ଲକ୍ଷ୍ୟ ହେବା ଦରକାର। ନୋହ ମଧ୍ୟ ଈଶ୍ୱରଙ୍କର ଦୃଷ୍ଟିରେ ସେ ଅନୁଗ୍ରହ ପ୍ରାପ୍ତ ହେଲେ। ମନୁଷ୍ୟ ନିର୍ମାଣ କରୁଛି, ଆମେ ଦୃଷ୍ଟିରେ ଆମେ ଅନୁଗ୍ରହ ପ୍ରାପ୍ତ ହେବାକୁ ହେବ। ଆଉ ସେ he separated from adultery. ନୋହ ସେ ବ୍ୟଭିଚାର ଠାରୁ ନିଜର ଜୀବନକୁ ସେ ପୃଥକ କରି ଜୀବନ ଅତିବାହିତ କରୁଥିଲେ। He separated from ungodly work. ungodly work ସେ କରିନାହାନ୍ତି, ଗୋଟେ ଈଶ୍ୱର ବିରୁଦ୍ଧର କାର୍ଯ୍ୟ ସେ କରିନାହାନ୍ତି। ସେମିତି ସେ ଜୀବନ ଯାପନ କରୁଥିଲେ। ପ୍ରିୟ ମଣ୍ଡଳୀ, he separated from the drunkard and eating. ସେ ଭୋଜନ, ପାନ, ବିଳାସ, ବ୍ୟସନ ଆରାମ କରିବାର ଲାଇଫ ନେଇ ଗୋଟେ ଲକ୍ସରିୟସ୍ ଲାଇଫକୁ ଠାରୁ ସେ ପୃଥକୀକୃତ ଜୀବନ ଅତିବାହିତ କରୁଥିଲେ। he separated from evil work. ସେ ମନ୍ଦ କାର୍ଯ୍ୟ ଠାରୁ ନିଜର ଜୀବନକୁ ପୃଥକୀକୃତ କରି ରଖିଥିଲେ। but he lived godly life, divine life in ungodly world. He lived like godly life or divine life in ungodly world. ସେ ଏମିତି ଏକ ଜଗତରେ ବଞ୍ଚିଲେ ଯୋଉ ଜଗତ କି ungodly world ବୋଲି କହିବେ। ଈଶ୍ୱର ବିହୀନ ଜଗତ ମଧ୍ୟରେ ଈଶ୍ୱରୀୟ ଜୀବନ ଯାପନ ସେ କଲେ। ପ୍ରିୟ ମଣ୍ଡଳୀ, it is a great challenge for the Christian. ଆଜି ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏକ ବିଶିଷ୍ଟ ଚ୍ୟାଲେଞ୍ଜ ଅଛି ଏଇଟା ଯେ ଅନଗଡଲି ୱାର୍ଲଡରେ, ଈଶ୍ୱର ବିହୀନ ଜଗତରେ ଗୋଟେ ଈଶ୍ୱରୀୟ ଜୀବନ ଯାପନ କିପରି ଆମେ ମାନେ କରିପାରିବା। ତେଣୁ ଆଜିର ଶାସ୍ତ୍ରାଂଶକୁ ଭିତ୍ତି କରି ମୋର ଗୋଟିଏ ଶିରୋନାମ ରଖିଛି, ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେବା। ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେବା। ଆଉ ଥରେ କହିବାକୁ ଚାହେଁ, ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେବା। God sees us different than the world sees us. ଜଗତ ଯେପରି ଆମ୍ଭମାନଙ୍କୁ ଦେଖନ୍ତି, ଈଶ୍ୱର ସେହିପରି ଆମମାନଙ୍କୁ ଦେଖନ୍ତି ନାହିଁ। Praise the Lord. ଜଗତ ଆମମାନଙ୍କୁ ଯେପରି ଦେଖୁଛି, ଈଶ୍ୱର ସେ ପ୍ରକାର ଦେଖନ୍ତି ନାହିଁ। God sees us different. ସେ ପୃଥକୀକୃତ ଭାବରେ ଆମମାନଙ୍କୁ ଦେଖନ୍ତି। ଜଗତ ଆମମାନଙ୍କୁ ଅନେକ ଭାବରେ ଦେଖେ। ଜଗତ ଯେମିତି ଚିନ୍ତା କରେ, ଯେମିତି ଭାବେ, ଯେମିତି ସଂକଳ୍ପ କରେ, ଆମମାନଙ୍କୁ ସେମିତି ଇଣ୍ଟରପ୍ରେଟ କରେ ଜଗତ। କିନ୍ତୁ ଈଶ୍ୱର
ଆମମାନଙ୍କୁ ଗୋଟେ ଡିଫରେଣ୍ଟ ଭାବରେ ଦେଖନ୍ତି। ଆଉ ସେହି ଜଗତରେ ମଧ୍ୟ ନହଙ୍କର ଜଗତରେ ମଧ୍ୟ ଈଶ୍ୱର ନହଙ୍କୁ ଗୋଟେ ଡିଫରେଣ୍ଟ ଦେଖିଲେ। ସେଥିପାଇଁ ଲେଖା ହଉଛି ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ଈଶ୍ୱରଙ୍କର ଦୃଷ୍ଟିରେ ଏକ ପୃଥକୀକୃତ ଦେଖାଗଲେ। ସେ ଈଶ୍ୱରଙ୍କର ଦୃଷ୍ଟିରେ ସେ ଅନୁଗ୍ରହ ପ୍ରାପ୍ତ ହୋଇଅଛନ୍ତି। ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ମୁଁ ତିନୋଟି ବିଷୟ ଆଜି କହିକି ମୁଁ ସମାପନ କରିବି। ପ୍ରଥମ ବିଷୟ ମୁଁ କହିବାକୁ ଚାହେଁ ଯେ he was a just man and righteous man। ମୋର ପ୍ରଥମ ପଏଣ୍ଟ, he was the just man and righteous man। ସେ ଜଣେ ଧାର୍ମିକ ଲୋକ ଥିଲେ। ଏକ ଅଧାର୍ମିକ ଜଗତ ମଧ୍ୟରେ ଏକ ଧାର୍ମିକ ଜୀବନ ଅତିବାହିତ କରୁଥିଲେ। ଏକ ରାଇଚିୟସ୍ ଲାଇଫ୍, ଗୋଟେ ଧାର୍ମିକତାର ଜୀବନକୁ ସେ ଅତିବାହିତ କଲେ। ଯାହା ଆଦି ପୁସ୍ତକ 6 ପର୍ବ 9 ପଦରେ ଲେଖା ଅଛି ଯେ ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଲୋକ ଥିଲେ। ଏକ ଧାର୍ମିକ ବା ରାଇଚିୟସ୍, ଏ ରାଇଚିୟସ୍ ର ଅର୍ଥ ସେଇ ସମୟରେ ମୋରାଲ ରିଲେସନ ଟୁ ଗଡ୍। ଆପଣ ଭଲରେ ବୁଝନ୍ତୁ। ଆପଣ ମାନେ ରାଇଚିୟସ୍ ର ଅର୍ଥ, ରାଇଚିୟସ୍ ବା ଧାର୍ମିକର ଅର୍ଥ ସେଇ ସମୟରେ ମୋରାଲ ରିଲେସନ ଟୁ ଗଡ୍, ମାନେ ଈଶ୍ୱରଙ୍କର ସହିତ ନୈତିକ ଜୀବନ ଯାପନ କରିବା। ଓ ନୈତିକ ଜୀବନ ଯାପନ ନୁହେଁ, କିନ୍ତୁ ଗୋଟେ ମୋରାଲ ରିଲେସନସିପ ରେ ଈଶ୍ୱରଙ୍କର ସହିତ ଏକ ମୋରାଲ ରିଲେସନସିପ ରେ ଜୀବନ ଯାପନ କରିବା। ଏକ ମୋରାଲ ରାଇଟ୍ସ ଥିଲା, ଏକ ମୋରାଲ ବା ଗୋଟେ ନୈତିକ ଜୀବନ ଅତିବାହିତ କରିବାର ଅଧିକାର ପ୍ରତ୍ୟେକଙ୍କର ଥିଲା। କିନ୍ତୁ ପ୍ରତ୍ୟେକ ଲୋକ ସେଇ ପ୍ରକାର ଜୀବନ ଅତିବାହିତ କଲେ ନାହିଁ। ଗୋଟେ ପବିତ୍ର ଏବଂ ନୈତିକ ଜୀବନ ସେ ଯାପନ କଲେ। ଏ ରାଇଚିୟସ୍ ର ଅର୍ଥ ହେଉଛି ଗୋଟିଏ ଭର୍ଚ୍ୟୁସ୍। ଭର୍ଚ୍ୟୁସ୍ ମାନେ ସତ୍ଗୁଣକୁ ସେ ପ୍ରଦର୍ଶନ କଲେ ପୃଥିବୀ ମଧ୍ୟରେ, ଜଗତ ମଧ୍ୟରେ, ଲୋକମାନଙ୍କ ମଧ୍ୟରେ। କେମିତି ଗୁଣ? ଯେ ଗୋଟେ ମୋରାଲ ନୈତିକ ଗୁଣ ଏବଂ ଗୋଟେ ସତ୍ଗୁଣକୁ ସେ ପ୍ରକାଶିତ କଲେ। ଅସତ୍ ଗୁଣ ନୁହେଁ, କିନ୍ତୁ ସତ୍ଗୁଣକୁ ସେ ପ୍ରକାଶ କଲେ। ପ୍ରିୟ ମଣ୍ଡଳୀ, ଏହି ରାଇଚିୟସ୍ ର ଅର୍ଥ who is free from sin and guilty, ଯିଏକି ପ୍ରକୃତରେ ପାପ ଏବଂ ଅପରାଧରୁ ମୁକ୍ତ ଜୀବନ ଯାପନ କରେ, ତାହାକୁ ଗୋଟିଏ ପ୍ରକୃତ ରାଇଚିୟସ୍ ବ୍ୟକ୍ତି ବୋଲି କୁହାଯାଏ। ଯିଏକି ପାପରେ ବୁଡ଼ିକି ରହିବ, ଅପବିତ୍ର ଜୀବନ ଯାପନ କରିବ, ଯିଏକି ଅଧାର୍ମିକ ଜୀବନ ଯାପନ କରିବ, ଯିଏକି ପ୍ରକୃତ ଅପରାଧରେ ପରିପୂର୍ଣ୍ଣ ହୋଇ ଜୀବନ ଯାପନ କରିବ, ସେଇ ପ୍ରକାର ଲୋକ ଧାର୍ମିକ ହେଇପାରିବେ ନାହିଁ। ସେଥିପାଇଁ ଗୀତ ସଂହିତା 51 ପର୍ବରେ ଯେତେବେଳେ ବତ୍ସବା ବିରୁଦ୍ଧରେ ଦାଉଦ ପାପ କଲେ, ସେତେବେଳେ କହିଲେ, ହେ ପ୍ରଭୁ, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି। କେଡ଼େ ବଡ଼ ଷ୍ଟେଟମେଣ୍ଟ। ଆଜି ଏଇ ଯୋଉ ଷ୍ଟେଟମେଣ୍ଟ ଆମର ଦୈନନ୍ଦିନ ଜୀବନରେ ସବୁବେଳେ ଆମେ ବ୍ୟବହାର କରିବାକୁ ପଡିବ। ଯେତେବେଳେ ଆମକୁ ଗିଲ୍ଟ ଲାଗୁଛି, ଯେତେବେଳେ ଆମେ ସିନରେ ପତିତ ହେଉଛୁ, ସେତେବେଳେ ଏଇ ଷ୍ଟେଟମେଣ୍ଟ ଯେ ହେ ପ୍ରଭୁ, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି। ଆଜି ଆମେ ଏହି ପାପ ଠାରୁ ଏକ ଉତ୍ତମ, ପବିତ୍ର ଏବଂ ଧାର୍ମିକ ଜୀବନ ଅତିବାହିତ କରିବା ସେହି ନୋହଙ୍କ ପରି। ତେବେ ଈଶ୍ୱରଙ୍କ ଦୃଷ୍ଟିରେ ଆମେ ଅନୁଗ୍ରହ ପ୍ରାପ୍ତ ହୋଇପାରିବା। ଆମର ଖ୍ରୀଷ୍ଟିଆନ ସୋସାଇଟି ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇପାରିବ। ଆଜି ସେଥିପାଇଁ ଗୋଟେ ଖ୍ରୀଷ୍ଟିଆନ ରାଇଚିୟସନେସ୍ ବା ଗୋଟେ ଖ୍ରୀଷ୍ଟୀୟ ଧାର୍ମିକ କଣ ଅଟେ? ଏ ଖ୍ରୀଷ୍ଟ ଧାର୍ମିକ ଦୁଇ ପ୍ରକାର ଅଟେ। ଏକ ହଉଛି କୋରାମ ଡିଓ ଏବଂ ଦ୍ୱିତୀୟ ହଉଛି କୋରାମ ମୁଣ୍ଡୋ ବୋଲି ଲାଟିନ ୱାର୍ଡ। କୋରାମ ଡିଓ ମାନେ କଣ? ଯେ ଈଶ୍ୱରଙ୍କର ଦୃଷ୍ଟିରେ ଧାର୍ମିକ ଗଣିତ ହେବା, ଏବଂ କୋରାମ ମୁଣ୍ଡ ହେଉଛି ମନୁଷ୍ୟ ଦୃଷ୍ଟିରେ ଧାର୍ମିକ ଗଣିତ ହେବା।
ଏକ ଈଶ୍ୱରଙ୍କ ଦୃଷ୍ଟିରେ ସେ କେମିତି ଧାର୍ମିକ ଗଣିତ ହୋଇଛନ୍ତି? କାରଣ ସେ ଉତ୍ତମ ଧାର୍ମିକ ଜୀବନ ସେ ଅତିବାହିତ କରିଛନ୍ତି, ସେଥିପାଇଁ ସେ ମାନେ ପ୍ରକୃତରେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ ହେଲେ। ଦ୍ୱିତୀୟରେ କରା ମୁଣ୍ଡ ମାନେ କଣ? କରା ମୁଣ୍ଡ ହଉଛି ମନୁଷ୍ୟ ଦୃଷ୍ଟିରେ ଧାର୍ମିକ ଗଣିତ ହେବା। ମନୁଷ୍ୟ ଦୃଷ୍ଟିରେ ଆମେ କିପରି ଧାର୍ମିକ ଗଣିତ ହୋଇପାରିବା? ଅଛି ମନୁଷ୍ୟ ଦୃଷ୍ଟିରେ ଆମେ ଧାର୍ମିକ ଗଣିତ ହୋଇପାରିବା ଯେ ଆମର ଡ୍ୟୁଟି, ଆମର ରେସ୍ପନ୍ସିବିଲିଟି ଯେତେବେଳେ ଆମେ କରିବା, ସେତେବେଳେ ଆମ ମନୁଷ୍ୟ ଦୃଷ୍ଟିରେ ମଧ୍ୟ ଧାର୍ମିକ ଗଣିତ ହୋଇପାରେ। ଗୋଟେ ଖରାପ ଡ୍ୟୁଟି ନାହିଁ, ଗୋଟେ ଦାୟିତ୍ୱ ଏବଂ କର୍ତ୍ତବ୍ୟ, ଉତ୍ତମ କର୍ତ୍ତବ୍ୟ, ଉତ୍ତମ ଦାୟିତ୍ୱ ଯଦି ଆମେ କରିବା, ତେବେ ମନୁଷ୍ୟ ଦୃଷ୍ଟିରେ ମଧ୍ୟ ଧାର୍ମିକ ଗଣିତ ହେବ। ଆମେ ଅନେକ ସମୟରେ ଲୋକଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହେବା ପାଇଁ ଉପବାସ କରୁ, ବାଇବେଲ ପଢୁ, ପ୍ରାର୍ଥନା ସବୁବେଳେ କରୁ, ଯେମିତିକି ମତେ ଲୋକମାନେ ଭଲ ବୋଲି କୁହନ୍ତୁ, ପବିତ୍ର ବୋଲି କୁହନ୍ତୁ, ଧାର୍ମିକ ବୋଲି କୁହନ୍ତୁ। ଆରେ that is not the real righteousness. ତାହା ପ୍ରକୃତ ଧାର୍ମିକତା ନୁହେଁ। କିନ୍ତୁ ଧାର୍ମିକତା ହେଉଛି ନିଜର ଡ୍ୟୁଟି, ନିଜର ରେସ୍ପନ୍ସିବିଲିଟି ଯଦି ଆମେ ମାନେ ଭଲରେ କରୁଛୁ। ଆମର ବ୍ୟକ୍ତିଗତର ଦାୟିତ୍ୱ, ଆମମାନଙ୍କର ପାରିବାରିକ ଜୀବନର ଦାୟିତ୍ୱ, ଆମମାନଙ୍କର ମାଣ୍ଡଳିକ ଜୀବନର ଦାୟିତ୍ୱ, ଆମର ସାମାଜିକ ଜୀବନର ଦାୟିତ୍ୱ ଯଦି ଆମେ ଉତ୍ତମ ଭାବରେ ନିଭାଉଛୁ, ତେବେ ତାହା ହେଉଛି ଯେ ଆମେ ମନୁଷ୍ୟ ଦୃଷ୍ଟିରେ ଧାର୍ମିକ ଗଣିତ ହେବା। ପ୍ରିୟ ମଣ୍ଡଳୀ, ମୁଁ ଶୀଘ୍ର କହିବି କି ସମାପନ କରିବି। ତାହା ହେଉଛି ଦ୍ୱିତୀୟ ଅଂଶଟି, ସେଇଠି ଲେଖା ଅଛି ଯେ ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ ବୋଲି ଲେଖା ଅଛି। ହି ଇଜ ଦ ପରଫେକ୍ଟ ମ୍ୟାନ ବୋଲି ଲେଖା ଅଛି। ପ୍ରିୟ ମଣ୍ଡଳୀ, ଏ ପରଫେକ୍ଟ ମ୍ୟାନ ଯଦି ଆମେ ଦେଖୁ, ଏ ପରଫେକ୍ଟ ମ୍ୟାନ କୁ ପ୍ରକୃତରେ ମାନେ ସେଠି ଲେଖା ଅଛି ଲୋକଙ୍କର ନୋହଙ୍କର ବଂଶାବଳୀ ଏହି ବୋଲି ଲେଖା ଅଛି। ମାନେ ନୋହଙ୍କର ବଂଶାବଳୀ ଯେତେ ଆସିଲେ ପ୍ରତ୍ୟେକ ଲୋକ ଠାରୁ ସେ ଧାର୍ମିକ ଗଣିତ ଥିଲେ। ସେ ତାଙ୍କର ବଂଶର ପ୍ରତ୍ୟେକ, ତାଙ୍କର ଜେନେରେସନର ପ୍ରତ୍ୟେକ ଲୋକ ଠାରୁ ସେ ବୋଲି ଧାର୍ମିକ ଏବଂ ସାଧୁ ଲୋକ, ଗୋଟେ ପରଫେକ୍ଟ ଲୋକ ବୋଲି କୁହାଯାଏ। ତାକୁ ଆମେ NRSP ରେ ମୁଁ ପଢୁଥିଲି ସେଇଠି, ଆରେ ସେଇଠି ସାଧୁ ଲୋକ ବୋଲି ସେଇଠି ଲେଖା ନାହିଁ, ସେଇଠି ଲେଖା ଅଛି ଯେ ବ୍ଲେମଲେସ୍ ବୋଲି ଲେଖା ଅଛି, ନିନ୍ଦା ବିହୁନି। ଏଠି ଲେଖା ନାହିଁ ଯେ, ମୁଁ କହିବାକୁ ଚାହୁଁନାହିଁ ଯେ ହି ୱାଜ ଦ ସିନଲେସ୍ ବୋଲିକି, ସେ ପାପହୀନ ଜୀବନ ଯାପନ କରୁଥିଲେ, ମୁଁ ତାହା କହିବାକୁ ଚାହେଁ ନାହିଁ। ମାତ୍ର ଆମେ ତ ସମସ୍ତେ ଜାଣୁ ଜଗତର ପ୍ରତ୍ୟେକ ଲୋକ ପାପୀ, ପାପରେ ଆମେ ଅଛୁ ବୋଲିକି। କିନ୍ତୁ ମଧ୍ୟ ପରଫେକ୍ଟ ମ୍ୟାନ ବା ବ୍ଲେମଲେସ୍ ଅର୍ଥ ଯେ there were no blatant faults, ମାନେ ଲୋକମାନଙ୍କ ସମ୍ମୁଖରେ କରୁଥିବା ଘୃଣ୍ୟ କର୍ମରୁ ମୁକ୍ତ ଜୀବନ ଯାପନ କରୁଥିଲେ। ସେ ବ୍ଲେମଲେସ୍ ଲାଇଫ, ସିନଲେସ୍ ଲାଇଫ। ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ, ସେ ଯୋଉ ସମୟରେ କି ଘୃଣା କାର୍ଯ୍ୟ ଥିଲା, ଘୃଣା କର୍ମ ସାଙ୍ଗ କରୁଥିଲେ, ସେଇ ଜଘନ୍ୟ କାର୍ଯ୍ୟ ଯାକ ସେ କେବେ କଲେ ନାହିଁ। ଯୋଉଟା କି ସମାଜରେ ଖରାପ ବିଷୟ, ସେ ସବୁ କେବେ ମଧ୍ୟ ସେ କଲେ ନାହିଁ। କି ସେ ସବୁଠାରୁ ସେ ମୁକ୍ତ ଜୀବନ ଯାପନ କଲେ। ପ୍ରିୟ ମଣ୍ଡଳୀ, ସେହିପରି ଜୀବନ ଯାପନ କଲେ ଯେ ହି ୱାଜ ଏ ମ୍ୟାନ ଅଫ ମୋରାଲ ଇଣ୍ଟିଗ୍ରିଟି ଏମଙ୍ଗ ପିପୁଲ। ପ୍ରତ୍ୟେକ ଲୋକ ଠାରୁ ସେ ସାଧୁତା ଏବଂ ଗୋଟେ ପରଫେକ୍ଟ, ଲୋକମାନେ ନିନ୍ଦା କରିପାରିଲେ ନାହିଁ, ଲୋକମାନେ ଅପମାନ କରିପାରିଲେ ନାହିଁ, ତାଙ୍କର ସେତିକି ବଳ, ତାଙ୍କର ଶକ୍ତି ହେଇପାରିଲା ନାହିଁ ଯେ ନୋହଙ୍କୁ ସେମାନେ ନିନ୍ଦା କରିବେ। ସେମିତି ଜୀବନ ସେ ଯାପନ କରୁଥିଲେ। ଆଜି ମୁଁ ଖ୍ରୀଷ୍ଟିଆନ ସୋସାଇଟିକୁ ମଧ୍ୟ ସେଇ ଆହ୍ୱାନ ଦେବାକୁ ଚାହେଁ ଆଜି, ଯେ ଆମେ ଗୋଟେ ଖ୍ରୀଷ୍ଟିଆନ ସୋସାଇଟିରେ ଆମେ ଯେତେବେଳେ ବଞ୍ଚୁଛୁ, ଆମେ ଗୋଟେ ପରଫେକ୍ଟ ମ୍ୟାନ ହେବାକୁ ହେବ, ଏ ପରଫେକ୍ଟ କମ୍ୟୁନିଟି, ଏ ପରଫେକ୍ଟ ଚର୍ଚ୍ଚ ହେବାକୁ ହେବ, ଏକ ସିନଲେସ୍ ଲାଇଫ ଆମେ ଜୀବନ ଅତିବାହିତ କରିବାକୁ ହେବ, ଏକ ଘୃଣ୍ୟ ଯୋଗ୍ୟ କର୍ମ ଠାରୁ ଆମେ ମୁକ୍ତ ଜୀବନ ଯାପନ କରିବାକୁ ହେବ, ଏକ ସାଧୁତାର ଜୀବନ ଅତିବାହିତ କରିବାକୁ ପଡିବ। ପ୍ରିୟ ମଣ୍ଡଳୀ, ତେବେ ଆମେ ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇପାରିବା। ଶେଷରେ ଗୋଟେ ବିଷୟ ଶେଷରେ କହିବାକୁ ଚାହେଁ, ଯାହାକି ସେଠି ଲେଖା ଅଛି, ନୋହ
ଈଶ୍ୱରଙ୍କର ସହିତ ଗମନାଗମନ କରୁଥିଲେ। ହି ୱାକ୍ଡ ୱିଥ୍ ଗଡ୍, ଈଶ୍ୱରଙ୍କର ସହିତ ଗମନାଗମନ କରୁଥିଲେ। ପ୍ରିୟ ମଣ୍ଡଳୀ, ଯେତେବେଳେ ଈଶ୍ୱର ଆଦମ ହବାକୁ ସୃଷ୍ଟି କଲେ, ସେଇ ସମୟରେ ଈଶ୍ୱର ଆଦମ ହବା ସହିତ ସେମାନେ ଦିନାବସାନ ସମୟରେ ଈଶ୍ୱର ଆଦମ ହବା ସହିତ ଗମନାଗମନ କରୁଥିଲେ। এই ଗମନାଗମନର ଅର୍ଥ ପ୍ରକୃତରେ ଇଟ୍ ଇଜ ଏ ବ୍ୟୁଟିଫୁଲ ଟକିଂ। ଗମନାଗମନ ମାନେ ତାଙ୍କର ସହିତ ଥିଲେ, ତାଙ୍କର ସଙ୍ଗରେ ଥିଲେ, ଆଦମ ହବାର ସଙ୍ଗରେ ରହୁଥିଲେ। ମେ ବି ତାଙ୍କ ସହିତ ଚାଲୁଥିଲେ, ତାଙ୍କ ସହିତ କଥା ହେଉଥିଲେ, ତାଙ୍କ ସହିତ ଖାଉଥିଲେ। How it is a splendid time for us, for them. ଈଶ୍ୱରଙ୍କର ସହିତ ଖାଇବା, ପିଇବା, ରହିବା, ଚାଲିବା, ସଙ୍ଗରେ ରହିବା, it is ଗୋଟେ splendid time, ଗୋଟେ ବେଶୀ beautiful period ସେଇଟା ଗୋଟେ। ଆଜି ଏମିତି ଖ୍ରୀଷ୍ଟିଆନ ଲାଇଫ, ଗାଡର ଇଣ୍ଟରଭେନସନ, ମାନେ ଗାଡ ଆମମାନଙ୍କର ଜୀବନରେ ରହି ଆମକୁ କଥା ହେବେ, ଆମକୁ ସେ କଥା ହେବେ, ଆମର ସହିତ ଚାଲିବେ। ସେମିତି ଲାଇଫ ହଉଛି ୱାକିଂ ୱିଥ୍ ଗଡ୍। ଈଶ୍ୱରଙ୍କର ସହିତ ଚାଲିବାର ଜୀବନ ଅଟେ। ଈଶ୍ୱରଙ୍କର ସହିତ ଚାଲିବାର ଜୀବନ ଏହା, ସେ ଓବିଡିଏନ୍ସ ଅଫ ଦି ୱାର୍ଡ ଅଫ ଗଡ୍। ଈଶ୍ୱରଙ୍କର ଆଜ୍ଞା ବହ ହୋଇ ଜୀବନ ଯାପନ କରିବା, ଯୋଉଟା କି ସେ ଈଶ୍ୱରଙ୍କର ଆଜ୍ଞା ବଳ। ପ୍ରଭୁ ଯାହା କହିଲେ ସେ ତାହାକୁ ମାନିଲେ। ପ୍ରଭୁ ଯାହା କହିଲେ ସେ ତାହା ମାନିଲେ। ପ୍ରଭୁ କହିଲେ 30 ହାତ, 50 ହାତ, 300 ହାତ, ସେ ସବୁ ମାନିକି ସେ ଜାହାଜକୁ ତିଆର କଲେ। ଏଥିରେ ଆମେ ଜାଣିପାରୁଛୁ ଯେ he immersed with this word of God, the obedience word of God. ଈଶ୍ୱରଙ୍କର ବାକ୍ୟକୁ ମାନେ ଆଜ୍ଞା ବହ ହୋଇ ସେ ବୁଡି ଯାଇଛନ୍ତି। ସେଥିପାଇଁ ମଧ୍ୟ ଲୁଥର କହିଛନ୍ତି, I have stood with this word of God and immersed with the word of God. ମୁଁ ଈଶ୍ୱରଙ୍କର ବାକ୍ୟରେ ଛିଡା ହୋଇଛି, ମୁଁ ଈଶ୍ୱରଙ୍କର ବାକ୍ୟର ସହିତ ଜୀବନ ଯାପନ କରୁଛି, ମୁଁ ଈଶ୍ୱରଙ୍କର ବାକ୍ୟର ସହିତ ଇମାର୍ସଡ ହେଇଛି ବୋଲିକି, ବୁଡି ଯାଇଛି ବୋଲି କହନ୍ତି। ଆଉ ନହ ମଧ୍ୟ ଠିକ ସେମିତି ଜୀବନ ଯାପନ କରୁଥିଲେ। ସେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରି ସେ ଜୀବନ ଯାପନ କଲେ। ଆଉ ସେଥିପାଇଁ ମଧ୍ୟ ଦ୍ୱିତୀୟ ବିବରଣ 28 ପର୍ବରେ ଯେଉଁ ଈଶ୍ୱରଙ୍କ ବାକ୍ୟକୁ ଯତ୍ନ ପୂର୍ବକ ପାଳନ କରନ୍ତି, ସେମାନେ ଏଇ ଜଗତରେ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଶେଷରେ ଅନନ୍ତ ଜୀବନ ସେମାନେ ସ୍ୱର୍ଗରେ ପ୍ରାପ୍ତ ହେବେ। ପ୍ରିୟ ମଣ୍ଡଳୀ, ନହ ସେ ଇନୋଖ ବା ଇନୋସ୍ ତାଙ୍କର ଗ୍ରେଟ୍ ଗ୍ରାଣ୍ଡ ଫାଦର ମଧ୍ୟ ସେ ଈଶ୍ୱରଙ୍କର ସହିତ ସେ ଗମନାଗମନ କରୁଥିଲେ। ଈଶ୍ୱରଙ୍କର ସହିତ ସେ ହନକ ମଧ୍ୟ ଈଶ୍ୱରଙ୍କର ସହିତ ସେ ଗମନାଗମନ କରୁଥିଲେ। ଯାହା ଆମେ ମାନେ ପ୍ରାପ୍ତ ହେବା ଆଦି ପୁସ୍ତକ 5 ପର୍ବ ତାର 22 ପଦରେ ଆମେ ମାନେ ଦେଖିପାରିବା। ହନକ ସେ ପ୍ରକୃତରେ ଈଶ୍ୱରଙ୍କର ସହିତ ସେ ଗମନାଗମନ କରୁଥିଲେ। ପ୍ରିୟ ମଣ୍ଡଳୀ, ଆଜି ମୁଁ ଶେଷରେ ଆପଣମାନଙ୍କ ନିକଟରେ କହି ରଖିବାକୁ ଚାହେଁ ଯେ ଈଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେବାକୁ ହେଲେ ଏହି 3ଟି ବିଷୟ ଆମର ଖ୍ରୀଷ୍ଟୀୟ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ ବିଷୟ, ଏକ ପବିତ୍ର ବା ଧାର୍ମିକ ଜୀବନ ଅତିବାହିତ କରିବା, ଗୋଟେ ରାଇଚିୟସ୍ ଲାଇଫ ଅତିବାହିତ କରିବା। ଦ୍ୱିତୀୟରେ ସାଧୁ ଲୋକ ହୋଇ ବଞ୍ଚିବା ବା ପରଫେକ୍ଟ ସିନଲେସ୍ ଲାଇଫ ଆମେ ବଞ୍ଚିବା। ଏବଂ ଚତୁର୍ଥରେ ଈଶ୍ୱରଙ୍କର ସହିତ ଆମେ ମାନେ ଗମନାଗମନ କରିବା। ଯଦି এই 3ଟି ଜୀବନ ଯଦି ଆମର ଦୈନନ୍ଦିନ ଜୀବନରେ ଅତିବାହିତ କରୁଛୁ, ତେବେ ଗଡ୍ ଆମମାନଙ୍କୁ ସେ এই ଜଗତରେ ତାଙ୍କରି ସେଇ ସ୍ୱର୍ଗୀୟ ଅନୁଗ୍ରହ ସେ ଦାନ କରିବେ। ଆମେ ଜଗତରେ ଗୋଟେ ଆଦର୍ଶ ସ୍ୱରୂପ ହୋଇ ଜୀବନ ଅତିବାହିତ କରିବା। ଏହି ଈଶ୍ୱର ବିହୀନ ଜଗତ ମଧ୍ୟରେ ଗୋଟେ ଐଶ୍ୱର୍ଯ୍ୟ ଜୀବନ ଆମେ ମାନେ ଅତିବାହିତ କରିବା। ଲୋକଙ୍କୁ ଆମେ ଆଚମ୍ବିତ କରିପାରିବା, ଲୋକଙ୍କୁ ଆମେ ଘାବରା କରିପାରିବା, ଲୋକଙ୍କୁ ଆମେ
ଏକ ଲେସନ ଦେଇକି ଆମମାନେ ଏଇ ଜଗତରୁ ପ୍ରୟାଣ କରିପାରିବା ଏବଂ ଅନନ୍ତ ଜୀବନ ପ୍ରାପ୍ତ ହେବା। ତେବେ ପ୍ରଭୁ ଆଜିର ଏହି ଅଳ୍ପ ଚିନ୍ତା ଦ୍ୱାରା ଆମ ପ୍ରତ୍ୟେକଙ୍କୁ ତାଙ୍କରି ସ୍ୱର୍ଗୀୟ ଆଶୀଷରେ ପରିପୂର୍ଣ୍ଣ କରନ୍ତୁ। ଆମେନ୍। ଆମେନ୍।